ମୋତେ ଚିହ୍ନି ପାରୁଛ? ମୁଁ ଗୋମାତା, ମୋର ଗୋଚର ନାହିଁ। ମୁଁ କେତେ ଦୂର ସୁରକ୍ଷିତ? ମୋ ଭକ୍ତମାନେ ମୋତେ ଜାଣିପାରୁଛ? ମୁଁ ସୁରକ୍ଷା ଅଛି କି ନାହିଁ? ମୋ ଗୋଚର ନେଲା ପରେ ମଝି ରାସ୍ତାରେ ମୁଁ ବୁଲୁଛି। ମୁଁ ଅସୁରକ୍ଷିତ ନା ସୁରକ୍ଷିତ? ତମେମାନେ ଏବେ ପର୍ଯ୍ୟନ୍ତ କ'ଣ ଜାଣିପାରୁନ? ମୁଁ ଗୋମାତା। ମୁଁ ସେଥିପାଇଁ ଅଭିଶାପ କାହାକୁ ଦିଏନି। ଯେତେବେଳେ ମୋତେ ଯିଏ ବି ଶ୍ରଦ୍ଧା କରେ, ଯେତେ ରାତିରେ ଆସିକି ମୋତେ ମାଗେ, ମୁଁ ବି କ୍ଷୀର ଦେଇଦିଏ। ମୁଁ କାହାକୁ ଅଭିଶାପ ଦିଏ ନାହିଁ। ମୋତେ ଯେତେ ମାରିଛନ୍ତି, ଯେତେ ବାଡ଼ଉଛ, ଯେତେ ଗୋଡ଼ଉଛ, ପୁଣି ବି ରାତି ଅଧରେ ମୋ ପାଖକୁ ଗଲେ ମୁଁ ତମକୁ ଆଶୀର୍ବାଦ ଦେଇଥାଏ। ମୁଁ ତମକୁ ଯାହା ମାଗିଲେ ମୁଁ ତମକୁ ବି ସେୟା ଦେଇଥାଏ। ମୋ ଛୁଆକୁ କ୍ଷୀର ନ ଦେଇ ମୁଁ ତମକୁ କ୍ଷୀର ଦେଇଥାଏ। ମୋ ଛୁଆଠୁ କ୍ଷୀର ରଖି ମୁଁ ତମକୁ ବି ଅନେଇଥାଏ। ହେଲେ ମୋ ପ୍ରତି ତମର ଟିକେ ଦୟା ଆସୁନାହିଁ। ମୋ ପାଇଁ ଏତିକି କରିପାରିବ, ଗୋଟିଏ ଲାଇକ୍, ଗୋଟିଏ ସବସ୍କ୍ରାଇବ୍, ସେୟାର କଲେ ହୁଏତ ଏହି ଭିଡ଼ିଓଟି ସମସ୍ତଙ୍କ ପାଖରେ ପହଞ୍ଚିଲେ ମୁଁ ସୁରକ୍ଷା ହେଇପାରିବି। ମୋ ଭଳି ଅନେକ ଗୋମାତା ଅଛନ୍ତି, ସେମାନେ ଅସୁରକ୍ଷିତ ନା ସୁରକ୍ଷିତ ତୁମେ ଭାବେ ଅନୁଭବ କରିପାରୁଥିବ। ଆମେ ଗୋମାତା କେବେ କାହାକୁ ଅଭିଶାପ ଦିଉ ନାହିଁ। ସମସ୍ତଙ୍କର ଆପଣାର ଆମେ ଆପଣେଇ ନିଉ। ଆମକୁ ସେମିତି ଟିକେ ଶ୍ରଦ୍ଧା, ଭଲ ପାଇବା ଟିକେ ଦିଅନ୍ତୁ। ଆମେ କେମିତି ସୁରକ୍ଷିତ ରହିବୁ, କେମିତି ଆମ ଗୋଚର ଉଦ୍ଧାର ହେଇପାରିବ, ଆମେ କେମିତି ଆମ ଗୋଚରରେ ବୁଲି ଚଳିପାରିବୁ। ମୁଁ ଗୋମାତା।